ଭଲ ପାଇବା ସେମିତି ଅତୁଟ ଥିଲା, ସମ୍ପର୍କ ସେମିତି ନିବିଡ଼ ଥିଲା। ଖାଲି ଲୋକ ଦେଖାଣିଆ ଦୂରେଇ ରହିବାର ଅଭିନୟ ଭଲ ଭାବରେ କରିଚାଲିଥିଲେ, କିନ୍ତୁ ସବୁ ସତ ମୋ ଆଗରେ ଧରା ପଡ଼ିଯାଇଥିଲା। ସେମାନଙ୍କ ସମ୍ପର୍କ ସେମିତି ଅତୁଟ ଅଛି ବୋଲି ଜାଣିଲା ପରେ ମୋତେ ଭାରି ଖୁସି ଲାଗିଥିଲା। ସେ ଦୁଇ ଜଣଙ୍କ ସମ୍ପର୍କ ଭାଙ୍ଗିବାର କାରଣ ମୁଁ ଥିଲି ବୋଲି ମୋତେ ସବୁବେଳେ ଭାରି କଷ୍ଟ ହେଉଥିଲା। ହେଲେ ସେଇଟା କେତେ ସତ ଥିଲା ତାହା ତ ସମୟ କହିବ। କିନ୍ତୁ ଅଭିଯୋଗ ଅନୁସାରେ ସେଦିନ ମୋ ପାଇଁ ଅଲଗା ହୋଇଥିବା ଦୁଇ ନିବିଡ଼ ସମ୍ପର୍କ ଆଜି ବି ସେମିତି ଅଟୁଟ ଥିଲା। ଏକଥା ଶୁଣିବା ପରେ ମୋ ଖୁସିର ସୀମା ନଥିଲା। କିଛି ଦିନ ପୂର୍ବରୁ ଏମିତି କିଛି ଭୁଲ ବୁଝାମଣା ମୋଠୁ କାହାକୁ ଦୂରେଇ ଦେଇଥିଲା। ଆଉ ସେଇ ଭୁଲ ବୁଝାମଣା ପାଇଁ ସେ ବି ଜଣେ ନିଜର ଅତି ଖାସ୍ ମଣିଷଠୁ ଦୂରେଇ ଯାଇଥିଲା। ସେ ମୋଠୁ ଦୂରେଇ ଯିବାର ଦୁଃଖ ଯେତିକି ନଥିଲା, ପିଲାବେଳୁ ତା ଜୀବନଠୁ ଅଧିକ ଥିବା ମଣିଷଟା ମୋ ପାଇଁ ତାଠୁ ଦୂରେଇ ଯିବା ମୋତେ ଭାରି କଷ୍ଟ ଦେଉଥିଲା। କିଛି ଚକ୍ରାନ୍ତକାରୀଙ୍କ ପାଇଁ ଆମ ଭିତରେ ଭୁଲ ବୁଝାମଣା ହୋଇଥିଲା। କିଛି ମୁହୂର୍ତ୍ତ ଭିତରେ ସବୁକିଛି ଶେଷ ହୋଇଯାଇଥିଲା। ନିବିଡ଼ ସମ୍ପର୍କ ଗୁଡ଼ା ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା। ଆଖି ଆଗରେ ମୋର ସବୁ ସ୍ୱପ୍ନ ଭାଙ୍ଗି ଯାଇଥିଲା। ତଥାପି କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ, କେହି ବୁଝିବାକୁ ବି ପ୍ରସ୍ତୁତ ନଥିଲେ। ଆଖିର ଲୁହ ବୋଲ ମାନୁନଥିଲା, କିନ୍ତୁ ସେସବୁ ମୋ ଅଭିନୟ କହି ମୋତେ ଅଣଦେଖା କରାଯାଉଥିଲା। ମୋତେ ଭୁଲ ବୁଝିବା ଯେତିକି ଦୁଃଖ ନଥିଲା, ତାକୁ ଭୁଲ ବୁଝି ତାହା ସହ ସମ୍ପର୍କ କାଟିବା ମୋତେ ତାଠୁ ଅନେକ ଦୁଃଖ ଦେଉଥିଲା। ଆଜି ମୋତେ ଲୁଚିକି ହେଉ ପଛେ ସେମାନେ ସମ୍ପର୍କ ରଖିବା କଥା ଜାଣିବା ପରେ ମୋର ଖୁସିର ସୀମା ନଥିଲା। ଭଲେ ହିଁ ସେ ମୋ ସହ ସମ୍ପର୍କ ନ ରଖୁ, କିନ୍ତୁ ତା ନିଜର ଲୋକ ସହ ସମ୍ପର୍କ ତ ରଖିଛି। ଭଲେ ହିଁ ମୋତେ ଲୁଚେଇ ସମ୍ପର୍କ ରଖିଥାନ୍ତୁ, କିନ୍ତୁ ତାଙ୍କ ପୁରୁଣା ସମ୍ପର୍କ ତ ଫେରି ଆସିଛି। ଆଜି ବି କହୁଛି, ସେଦିନ ମୋର କିଛି ଭୁଲ ନଥିଲା କି ଆଜି ବି କିଛି ଭୁଲ ନାହିଁ। ସେଦିନ ସେ ମୋ ପାଇଁ ଯାହା ଥିଲା ଆଜି ବି ଠିକ୍ ସେମିତି ସେ ମୋ ପାଇଁ ସେଇଆ ହିଁ ଅଛି। କେବଳ ଭୁଲ ବୁଝାମଣା ଆମର ଏତେ ବଡ଼ ସମ୍ପର୍କକୁ ଏତେ ଦିନ ହେଲା ଦୂରେଇ ଦେଇଛି। ସତ କହିବି, ମୁଁ ଚାହୁଁନି ଆଉ ତା ସହ ସମ୍ପର୍କ ରଖିବାକୁ, କାହିଁକି ନା ସେ ଦୁଇ ଜଣଙ୍କ ସମ୍ପର୍କ ଭିତରେ ମୋ ପାଇଁ ଆଉ ଥରେ ଫାଟ ହେଉ ବୋଲି ମୁଁ କେବେ ବି ଚାହିଁବିନି। ସମୟକୁ ଅପେକ୍ଷା କରିଛି, ଆଉ ଜାଣିଛି ଦିନେ ସବୁ ଭୁଲ ବୁଝାମଣା ଦୂରେଇ ଯିବ, ଆଉ ଆଗ ଭଳି ସବୁକିଛି ଠିକ୍ ହେଇଯିବ। କିନ୍ତୁ ସେତେବେଳକୁ ଅନେକ କିଛି ଅତୀତ ହୋଇଯାଇଥିବ, ଯାହା ଚାହିଁଲେ ବି କେବେ ଫେରିବା ସମ୍ଭବ ହେବନି। ସମୟ ଥରେ ଚାଲିଗଲେ ଫେରେନି ଆଜ୍ଞା। ବଦନାମ କେବେ ଲୁଚେନି, ସେ ସତ ହେଉ କି ମିଛ ବଦନାମ ହେଉ। ତିନି ତୁଣ୍ଡରେ ଛେଳି କୁକୁର ଭଳି ସବୁ ମିଛକୁ ସତ ପ୍ରମାଣ କରିଥିବା କିଛି ଖଳ ପ୍ରକୃତିର ଲୋକମାନଙ୍କ ପାଇଁ ଖାଲି ଆମ ସମ୍ପର୍କରେ ଫାଟ ହେଇନି, କେତେ ଯେ ସମ୍ପର୍କ ଦୂରେଇ ଯାଇଛି, ଆଉ ମୋର କେତେ ଯେ କ୍ଷତି ହେଇଛି ତାର କିଛି ହିସାବ ବି ନାହିଁ। ସେହି ସବୁ କ୍ଷତିକୁ ସହି ସାହସ ଆଉ ଧୈର୍ଯ୍ୟର ସହ ଆଗକୁ ବଢ଼ିବାକୁ ପ୍ରୟାସ କଲାବେଳେ ବି ଅନେକ ଥର ଝୁଣ୍ଟିଛି ଆଜ୍ଞା। ଆଉ ସେଇ ଝୁଣ୍ଟିଲା ବେଳେ ତା କଥା ଭାରି ମନେ ପଡ଼ିଛି। ସେଥିରେ ହୁଏତ ମୋତେ ଝୁଣ୍ଟିବା ପୂର୍ବରୁ ଠିକ୍ ରାସ୍ତାଟା ଦେଖେଇ ପାରିଥାନ୍ତା, କିନ୍ତୁ ନା, ସେ ମୋ ଝୁଣ୍ଟିବା କଥା ଜାଣିପାରୁଥିଲେ ବି ସେ ଯେମିତି ନିରୁପାୟ ହେଇ ସେମିତି ଦେଖି ଚାଲିଥିଲା। ଆଖିର ଲୁହ ବି ଗଡ଼େଇ ଚାଲିଥିଲା। ହେଲେ ମୋତେ ଦୂରେଇ ଦେଇ ଯେତିକି ଦୁଃଖୀ ଥିଲା, ତା ନିଜର ମଣିଷକୁ ଦୂରେଇ ସେ ବି ସେତିକି ଦୁଃଖୀ ଥିଲା। ଯାହା ହେଉ, ଆଜି ଯେତେବେଳେ ଶୁଣିଲି ମୋ ଅଜାଣତରେ ସେମାନେ ପୁଣି ଥରେ ଯୋଡ଼ି ହୋଇଯାଇଛନ୍ତି, ପୁଣି ଥରେ ସମ୍ପର୍କ ରଖିବା ଆରମ୍ଭ କରିଦେଇଛନ୍ତି, ପୁଣି ପୂର୍ବ ଭଳି ସେମାନଙ୍କ ସମ୍ପର୍କ ଫେରିଆସିଛି, ସତରେ ମୋ ଖୁସିଟା ଦ୍ୱିଗୁଣିତ ହୋଇଯାଇଥିଲା। ହେ ପ୍ରଭୁ, ସେମାନଙ୍କ ସମ୍ପର୍କ ସେମିତି ସବୁଦିନ ଅତୁଟ ରହୁ। ସେମାନଙ୍କ ସମ୍ପର୍କ ପାଇଁ ମୋତେ ଯେତେ କଷ୍ଟ ହେଉ ପଛେ ତାଠୁ ଦୂରେଇ ରହିବାକୁ ମୁଁ ପ୍ରସ୍ତୁତ ଅଛି। ଏ ସମ୍ପର୍କ କାହାର, କିଏ କାହାଠୁ ଦୂରେଇ ଯାଇଥିଲା, କିଏ କାହା ସହ ସମ୍ପର୍କ ରଖିଲା, ଏସବୁ ସସ୍ପେନ୍ସ ଭିତରେ ଖାଲି ଏତିକି କହିଲା, ସମୟ ଆସିଲେ ସବୁ କହିବି ପ୍ରତାପ ଭାଇ। ବାସ୍ ଖାଲି ଏଇ ମୋ ମନର କଥା ଟିକେ ଆପଣଙ୍କ କଣ୍ଠରେ ପଢ଼ି ଦିଅନ୍ତେନି ପ୍ଲିଜ୍। ହଁ, ପଢ଼ିବାକୁ ତ କହିଲି, ହେଲେ ମୋତେ ଲାଗିଲା ଇଏ କେଉଁ ପ୍ରେମ ସମ୍ପର୍କ ହେଇନପାରେ। ହେଲେ କ'ଣ ଥିଲା ସେ ସମ୍ପର୍କ? ବନ୍ଧୁତା, ଭଉଣୀ, ନା ଅନ୍ୟ କିଛି? ମୁଁ ନିଜେ ତ କିଛି ବୁଝିପାରିଲିନି। ଆପଣଙ୍କୁ କ'ଣ କହିବି? ମୋତେ ବି ତା କଥାଗୁଡ଼ା ଭାରି ଅନାବନା ଲାଗିଲା। ଆପଣଙ୍କୁ କ'ଣ ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।